ଇପିଏଫଓ 3.0 କୁ ନେଇ ବଡ଼ ଖବର। ଇପିଏଫରେ ଖୁବ୍ ଶୀଘ୍ର ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଅନୁରୋଧ। ଏହି ଭିଡ଼ିଓରେ 5ଟି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ରହିଛି, ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଆପଣଙ୍କୁ ଅନୁରୋଧ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଅର୍ଥାତ୍ ଇପିଏଫରେ ଖୁବ୍ ଶୀଘ୍ର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି, ଯାହା ପରେ ଟଙ୍କା ଉଠାଇବା ସହଜ ହୋଇଯିବ। ଶୁକ୍ରବାର ଦିନ ଏ ବିଷୟରେ ସୂଚନା ଦେଇ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି ଯେ ଇପିଏଫର ନୂତନ ସଂସ୍କରଣ ଆସନ୍ତା ମାସ ଅର୍ଥାତ୍ ମେ ଏବଂ ଜୁନ୍ରୁ ଆରମ୍ଭ ହୋଇପାରେ। ଏହାପରେ 9 କୋଟିରୁ ଅଧିକ ଆକାଉଣ୍ଟଧାରୀ ଏହି ଅପଡେଟ୍ର ଲାଭ ପାଇବେ। ଶ୍ରମ ମନ୍ତ୍ରୀ କହିଛନ୍ତି ଯେ ନୂତନ ପ୍ଲାଟଫର୍ମରେ ଡିଜିଟାଲ ସଂଶୋଧନ, ସ୍ୱୟଂଚାଳିତ ଦାବି ସମାଧାନ ଏବଂ ଏଟିଏମ୍ରୁ ଟଙ୍କା ଉଠାଣର ସୁବିଧା ରହିବ। ଏହା ସହିତ ପ୍ରକ୍ରିୟାଟି ସହଜ ଏବଂ ଦ୍ରୁତ ହେବ। ଏହାପରେ ଇପିଏଫଓ ଆକାଉଣ୍ଟଧାରୀଙ୍କୁ ଦାବି ପାଇଁ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ କିମ୍ବା ଲମ୍ବା ଫର୍ମ ପୂରଣ କରିବାକୁ ପଡ଼ିବ ନାହିଁ। ଇପିଏଫଓ 3.0 ସଂସ୍କରଣ ସହିତ ସେବାଗୁଡ଼ିକ ପୂର୍ବ ଅପେକ୍ଷା ବହୁତ ସହଜ ହୋଇଯିବ ଏବଂ ଏହାକୁ ଏକ ଦୃଢ଼ ଆଇଟି ବ୍ୟବସ୍ଥା ସହିତ କାର୍ଯ୍ୟକାରୀ କରାଯିବ। ପେନ୍ସନ କିମ୍ବା ଉଠାଣ ସୂଚନା ସହଜରେ ଦେଖିବା ସହିତ ଆକାଉଣ୍ଟଧାରୀମାନେ ଓଟିପି ଯାଞ୍ଚ ମାଧ୍ୟମରେ ସେମାନଙ୍କର ତଥ୍ୟ ଅପଡେଟ୍ କରିବାର ସୁବିଧା ମଧ୍ୟ ପାଇବେ। ଇପିଏଫଓ ପାଖରେ ବର୍ତ୍ତମାନ ସରକାରୀ ଗ୍ୟାରେଣ୍ଟି ସହିତ 27 ଲକ୍ଷ କୋଟି ଟଙ୍କାର ପାଣ୍ଠି ଅଛି ଏବଂ ଏହା 8.25% ସୁଧ ପ୍ରଦାନ କରେ। ପୂର୍ବରୁ ପ୍ରଚଳିତ କେନ୍ଦ୍ରୀୟ ପେନ୍ସନ ଦେୟ ବ୍ୟବସ୍ଥା 78 ଲକ୍ଷରୁ ଅଧିକ ପେନ୍ସନଭୋଗୀଙ୍କୁ ଲାଭ ପହଞ୍ଚାଉଛି, କାରଣ ଏହା ସେମାନଙ୍କୁ ସାରା ଦେଶରେ ଯେକୌଣସି ବ୍ୟାଙ୍କ ଆକାଉଣ୍ଟରେ ପେନ୍ସନ ପାଇବାକୁ ସକ୍ଷମ କରିଥାଏ ଏବଂ ପୂର୍ବରୁ ନିର୍ଦ୍ଦିଷ୍ଟ ଆଞ୍ଚଳିକ ବ୍ୟାଙ୍କଗୁଡ଼ିକରେ ଆକାଉଣ୍ଟ ରଖିବାର ଆବଶ୍ୟକତାକୁ ଦୂର କରିଛି। ଇପିଏଫଓ ଉପରେ ସରକାରଙ୍କ ମାଷ୍ଟର ପ୍ଲାନ ବଦଳିବାକୁ ଯାଉଛି କୋଟି କୋଟି ଲୋକଙ୍କ ଜୀବନ। କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବୀୟ ଶୁକ୍ରବାର କହିଛନ୍ତି ଯେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଯଥା ଇପିଏଫଓ 9 କୋଟିରୁ ଅଧିକ ହିତାଧିକାରୀଙ୍କ ପାଇଁ ସେବାକୁ ଉନ୍ନତ କରିବା ପାଇଁ ଏକ ବଡ଼ ଡିଜିଟାଲ ପରିବର୍ତ୍ତନ କରିବାକୁ ଯାଉଛି, ଯାହାର ସଂସ୍କରଣ 3.0 ମେ କିମ୍ବା ଜୁନ୍ ସୁଦ୍ଧା ଲଞ୍ଚ ହେବାର ସମ୍ଭାବନା ଅଛି। ଏକ ସାକ୍ଷାତକାରରେ ମାଣ୍ଡବୀୟ କହିଛନ୍ତି ଯେ ଆଗାମୀ ଦିନରେ ନୂତନ ସଂସ୍କରଣ 3.0ରେ ଦାବିଗୁଡ଼ିକର ଦ୍ରୁତ ପ୍ରକ୍ରିୟାକରଣ ଯୋଗୁଁ ଇପିଏଫଓ ହିତାଧିକାରୀମାନେ ଏଟିଏମ୍ରୁ ଟଙ୍କା ଉଠାଇ ପାରିବେ। ସେ କହିଛନ୍ତି ଯେ ଇପିଏଫଓ ଶୀଘ୍ର ଏକ ଦୃଢ଼ ଆଇଟି ପ୍ଲାଟଫର୍ମ ସହିତ ସଂସ୍କରଣ 3.0 କାର୍ଯ୍ୟକାରୀ କରିବ, ଯାହାଦ୍ୱାରା ସ୍ୱୟଂ ଦାବି ସମାଧାନ, ଡିଜିଟାଲ ସଂଶୋଧନ ଏବଂ ଏଟିଏମ୍ରୁ ପାଣ୍ଠି ଉଠାଣ ସମେତ ସୁଗମ ଏବଂ ସରଳୀକୃତ ସେବା ପ୍ରଦାନ କରାଯାଇପାରିବ। ଏହି ପରିବର୍ତ୍ତନର ଲକ୍ଷ୍ୟ ହେଉଛି ଇପିଏଫଓକୁ ସୁଲଭ ଏବଂ ଦକ୍ଷ କରିବା। ତେବେ ନୂତନ ସଂସ୍କରଣରେ ରହିବ ଅନେକ ସୁବିଧା। ମାଣ୍ଡବୀୟଙ୍କ ଅନୁଯାୟୀ ନୂତନ ସଂସ୍କରଣ ଜଟିଳ ଏବଂ ଲମ୍ବା ଫର୍ମ ପୂରଣ ପ୍ରକ୍ରିୟା କିମ୍ବା ଦାବି ଏବଂ ସଂଶୋଧନ ପାଇଁ ଇପିଏଫଓ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତାକୁ ଦୂର କରିବ। ହିତାଧିକାରୀମାନେ ଓଟିପି ଭେରିଫିକେସନ ବ୍ୟବହାର କରି ସେମାନଙ୍କର ଇପିଏଫଓ ଆକାଉଣ୍ଟ ଏବଂ ନିର୍ଦ୍ଦେଶକୁ ଅପଡେଟ୍ କରିପାରିବେ ଏବଂ ସହଜରେ ସେମାନଙ୍କର ପେନ୍ସନ ଅଧିକାର ଉପରେ ନଜର ରଖିପାରିବେ କିମ୍ବା ପାଣ୍ଠି ଉଠାଣ କରିପାରିବେ। ସେ କହିଛନ୍ତି ଯେ ଦାବିଗୁଡ଼ିକର ଦ୍ରୁତ ସମାଧାନ ଯୋଗୁଁ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଶୀଘ୍ର ପାଣ୍ଠି ଉପଲବ୍ଧ ହେବ। ଇପିଏଫଓ ପାଖରେ ବର୍ତ୍ତମାନ 27 ଲକ୍ଷ କୋଟି ଟଙ୍କାର ପାଣ୍ଠି ଅଛି, ଯାହାର ସାର୍ବଭୌମ ଗ୍ୟାରେଣ୍ଟି ମଧ୍ୟ ଅଛି ଏବଂ ଏହା 8.25% ସୁଧ ଦେଉଛି। ସେହିପରି ଆଉ ଏକ ବଡ଼ ଖବର ହେଉଛି ଏଣିକି ଏଟିଏମ୍ରୁ ଟଙ୍କା ଉଠାଣ ଏବଂ ବାଲାନ୍ସ ଚେକ୍ କରିବା ହୋଇଯିବ ମହଙ୍ଗା। ଜାଣନ୍ତୁ କେତେ ଲାଗିବ ଚାର୍ଜ। ଆଜିକାଲି ସମସ୍ତେ ଏଟିଏମ୍ କାର୍ଡର ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଏହାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। 1 ମେ 2025ରୁ ଏଟିଏମ୍ର ନିୟମଗୁଡ଼ିକରେ ପରିବର୍ତ୍ତନ ହୋଇଛି, ଅର୍ଥାତ୍ ଏଟିଏମ୍ର ଚାର୍ଜରେ ବର୍ତ୍ତମାନ ପରିବର୍ତ୍ତନ ହୋଇଛି। ଆରବିଆଇ ପକ୍ଷରୁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ୍ ଇଣ୍ଡିଆର ପ୍ରସ୍ତାବକୁ ମଞ୍ଜୁରୀ ଦେବା ପରେ ଅନ୍ୟ ବ୍ୟାଙ୍କର ଏଟିଏମ୍ରୁ ଟଙ୍କା ବାହାର କରିବା ଏଣିକି ମହଙ୍ଗା ହୋଇଯିବ। 1 ମେ 2025ରୁ ଅନ୍ୟ ବ୍ୟାଙ୍କ ଏଟିଏମ୍ରୁ ଏକ ଧାର୍ଯ୍ୟ ଲିମିଟ୍ ପରେ ଟଙ୍କା ବାହାର କରିବା ଉପରେ 17 ଟଙ୍କା ଲାଗୁଥିଲା,
तेबे वर्तमान यह 19 टंका लगुछि। बालांस चेक करिवार चार्ज मध्य 7 टंकारु बढ़ी 9 टंका कर दिया जाइछि। बैंक निज ग्राहकों को अन्य एटीएम रु टंका उठाइबा पई मेट्रो सहर रे 5 थर एवं नॉन मेट्रो सहर रे 3टी फ्री ट्रांजैक्शन लिमिट देउछि। एहा उपरे आपण ट्रांजैक्शन कले चार्ज लागिबो। तेबे सही परी आउ एक बड़ खबर हेउछि महिला को लाख टंका ऋण देबे सरकार। तेबे आसंतु जानिबा केमिति करिवे आवेदन। महिला को सामाजिक क्षेत्र में सुरक्षा जोगाई देबाकू अनेक योजना घोषणा करिसेंती उभय केंद्र और राज्य सरकार। हेले ए सबु स्कीम विषय रे आज भी अनेक लोक जानि पारु नथिबारु सरकारी सुविधारु वंचित हेउछंती। एही योजना रे महिलांक भविष्यत सुरक्षित होई पारिबो। एभली ही एक स्कीम रो ना हेउची लक्षपति दीदी योजना। एही योजना रे 1 लाख रु 5 लाख टंका पर्यंत पाई पारिबे योग्य हिताधिकारी। तेबे कौन एही लक्षपति दीदी योजना किबळी एहार लाभ उठाई पारिबे ताहा जानिबा आवश्यक अटे। देशर विकास रे महिलांक भागीदारी बढ़ाइबाकू लक्ष्य रखिछंती केंद्र सरकार। एथिपाई सेमानकू सामाजिक और आर्थिक स्तर रे प्रत्येक महिलांकू सशक्त हेबाकू पड़िबो। एणु केंद्र सरकार आरंभ करिछंती लक्षपति दीदी योजना। एही योजना रे निजर व्यवसाय आरंभ करिबाकू चाहुथिबा महिला माने 1 लाख टंकारु 5 लाख टंका पर्यंत लोन उठाई पारिबे। सबुठारु बड़ कथा हेउची एही ऋण पाई हिताधिकारी को कोनोसी सुध देबाकू पड़िबो नाही। लक्षपति दीदी योजना रे निजर स्वतंत्र व्यवसाय आरंभ करिबाकू चाहुथिबा महिला मानकू फोकस करा जाउची। एही स्कीम रे सेमानकू दक्षता तालीम बा स्किल ट्रेनिंग देउछंती राज्य सरकार। एबे एहा देशर सबुठारु लोकप्रिय योजना पालटिछि। एही योजनार लाभ उठाइबाकू हेले शीघ्र आवेदन करिबाकू हेबो। एहार आवेदन प्रक्रिया मध्य अत्यंत सरल रहिछि। एथिपाई हिताधिकारी को प्रथमे एक स्वयं सहायक गोष्ठी जोड़ी हेबाकू पड़िबो। महिलांक बिजनेस प्लानिंग बाबद रे सरकारी अधिकारी समीक्षा करिबा परे आवेदन स्वीकार करा जिवो। एथिपाई आधार कार्ड, पैन कार्ड, आय प्रमाण पत्र, बैंक पासबुक, पासपोर्ट साइज फोटोर आवश्यकता रहिछि। सही परी आउ एक बड़ खबर हेउछि बैंक नोमिनी नियम रे हेला परिवर्तन। एबे एही परी बंटा जिवो टंका। टंका एवं अलंकार रखिबा पाई बैंक लॉकर को एक सुरक्षित स्थान भाव में विवेचना करा जाए। किंतु आपण कोन जानती जे एबे बैंक अकाउंटधारी माने जणे बदल रे 4 जण नोमिनी जोड़ी पारिबे। एहा टंका उतारीधारकार उपरे विवाद ह्रास करिबारे बहुत सहाय्य करिबो। आपण को कहि रखुछु जे राज्यसभा रे बैंकिंग आईन बिल पारित हेबा परे एही परिवर्तन आसीछि। तेबे नामांकन नियम रे होईछि परिवर्तन। पूर्वरु अकाउंटधारी माने केवल जणे नोमिनी को जोड़ी पारुथिले जिए तांको मृत्यु परे सेमानक बैंक अकाउंट रो टंका पाइबाकू हकदार हेउथिले। किंतु एबे एही नुआ नियम अनुଯାयी 4 जण पर्यंत मनोनीत होई पारिबे। एहा अकाउंटधारी को पई तांको इच्छा अनुଯାयी टंका बांटिबा सहज करिबो। उदाहरण स्वरूप अकाउंट धारक निज स्त्री को व्यतीत पितामाता एवं पिलामानकू मध्य नोमिनी करि पारिबे एवं से एहा मध्य निष्पत्ति नहीं पारिबे जे किए केते टंका पाइबो। एही परिवर्तन रे 2 प्रकारर नामांकन प्रक्रिया जोड़ा जाइछि। एहा एक समकालीन एवं सफल। एहा सहाय्य रे अकाउंटधारी को मृत्यु परे टंका को भल भाबरे बंटन करा जाई पारिबो। आउ एक बड़ खबर हेउछि आरबीआई रो बड़ निष्पत्ति। 10 वर्षर पिला माने एबे निज बैंक अकाउंट परिचालना करि पारिबे। भारतीय रिजर्व बैंक जथा आरबीआई सोमवार दिन बैंक गुडी को 10 वर्षरु अधिक बयसर नाबालक पिलामानकू स्वाधीन भावरे संचय अकाउंट खोलिबा एवं परिचालना करिबाकू अनुमति देबाकू अनुमति दैछि। एही परिप्रेक्षी रे केंद्रीय बैंक नाबालकंक जमा अकाउंट खोलिबा एवं परिचालना पई संशोधित निर्देशावली जारी करिछि। वाणिज्यिक बैंक एवं समवाय बैंक गुडी को जारी करा जाइथिबा एक सर्कुलर रे रिजर्व बैंक कहिछि जे कोनोसी बयसर नाबालक मानकू सेमानकर प्राकृतिक किंबा आईनगत अभिभावक माध्यम रे संचय एवं मियादी जमा अकाउंट खोलिबा एवं परिचालना करिबाकू अनुमति दिया जाई परिबो। सेमानक मां को अभिभावक भावरे रखी एपरी अकाउंट खोलिबाकू अनुमति दिया जाई पारे। 10 वर्ष एवं ताठारु अधिक सर्वनिम्न बयस सीमा तले थिबा नाबालक व्यक्ति मानकू सेमानक इच्छा अनुसार स्वाधीन भावरे संचय जमा अकाउंट खोलिबा
ଏବଂ ପରିଚାଳନା କରିବାକୁ ଅନୁମତି ଦିଆଯାଇ ପାରିବ। ଏନେଇ ସର୍ବୋଚ୍ଚ ବ୍ୟାଙ୍କ ଦ୍ୱାରା ନିର୍ଦ୍ଦେଶନାମାରେ କୁହାଯାଇଛି। ଏଥିରେ ବ୍ୟାଙ୍କଗୁଡ଼ିକ ସେମାନଙ୍କର ବିପଦ ପରିଚାଳନା ନୀତିକୁ ଧ୍ୟାନରେ ରଖି ପରିମାଣ ଏବଂ ସର୍ତ୍ତାବଳୀ ସ୍ଥିର କରିପାରିବେ। ଏହି ସମ୍ପର୍କରେ ଯେକୌଣସି ନିୟମ ଏବଂ ସର୍ତ୍ତାବଳୀ ନିଷ୍ପତ୍ତି ନିଆଯାଉ ଆକାଉଣ୍ଟଧାରୀଙ୍କୁ ସେଗୁଡ଼ିକ ବିଷୟରେ ସୂଚିତ କରାଯିବ। ଆରବିଆଇର ନୋଟିସରେ ଏହା ମଧ୍ୟ କୁହାଯାଇଛି ଯେ ନାବାଳକମାନେ ପ୍ରାପ୍ତ ବୟସ୍କ ହେବା ପରେ ବ୍ୟାଙ୍କର ରେକର୍ଡର ନୂତନ କାର୍ଯ୍ୟ ନିର୍ଦ୍ଦେଶାବଳୀ ଏବଂ ଆକାଉଣ୍ଟଧାରୀଙ୍କ ନମୁନା ଦସ୍ତଖତ ରଖିବାକୁ ପଡ଼ିବ। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକୁ 1 ଜୁଲାଇ 2025 ସୁଦ୍ଧା ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ ନୂତନ ନୀତି ପ୍ରଣୟନ କରିବାକୁ କିମ୍ବା ବିଦ୍ୟମାନ ନୀତି ସଂଶୋଧନ କରିବାକୁ କହିଛନ୍ତି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।